ତେଣୁ ଦେଖନ୍ତୁ ମହାମୁଦ୍ରା କଲେ ଅନେକ ଉପକାର ମିଳେ। ଯଦି ଠିକ୍ ଭାବରେ ମହାମୁଦ୍ରା କରିବେ ତାପରେ ଆପଣ ବସିକି ଦେଖିବେ ଆପଣ ସୁନ୍ଦର ଭାବରେ କ୍ରିୟା ପ୍ରାଣାୟାମକୁ କରିପାରୁଛନ୍ତି। ସୁନ୍ଦର ଭାବରେ ଆପଣ ଦେଖିବେ ମୂଳାଧାରରୁ ଗୋଟେ ଶୂନ୍ୟ ନାଳୀ ସୃଷ୍ଟି ହେଇଛି ଆଜ୍ଞା ପର୍ଯ୍ୟନ୍ତ, ଏବଂ ସେଥିରେ ପ୍ରାଣଶକ୍ତିର ଉତ୍ଥାନ ହେଉଛି, ଯାହାକୁ ଆମେ କୁଣ୍ଡଳିନୀ ଶକ୍ତି କହୁଛେ। ଯେଉଁ ସାଧୁ ପାଖରେ ଆଜି ଯାହା କିଛି ମିରାକଲ୍ସ ଅଛି ବା ବିଭୂତି ଅଛି, ଐଶ୍ୱର୍ଯ୍ୟ ଅଛି, ଯେଉଁ ଚମତ୍କାରିତା ଅଛି, ତା ପଛପଟରେ ହେଉଛି କୁଣ୍ଡଳିନୀ ଶକ୍ତିର ଜାଗ୍ରତ। କାହାର ଜ୍ଞାନରେ ହୁଏ, କାହାର ଅଜ୍ଞାନରେ ହୁଏ। ଯେ ଜନ୍ମ ଜନ୍ମାନ୍ତର ସାଧନା କରି କରି ଆସିଛନ୍ତି, ସାତ୍ୱିକମୟ ଜୀବନ କାଟନ୍ତି, ତାଙ୍କ ଭିତରେ କୁଣ୍ଡଳିନୀ ଶକ୍ତିର ଜାଗ୍ରତ ହୋଇଯାଏ। ଖାଲି ଯେ କ୍ରିୟା ଯୋଗ ଅଭ୍ୟାସ କଲେ କୁଣ୍ଡଳିନୀ ଶକ୍ତି ଜାଗ୍ରତ ହେବ ତାହା ନୁହେଁ, ଭକ୍ତି ଯୋଗରେ ମଧ୍ୟ କୁଣ୍ଡଳିନୀ ଶକ୍ତିର ଜାଗ୍ରତ ହେବ। ସମ୍ପୂର୍ଣ୍ଣ ଭାବରେ ସାତ୍ୱିକ ଜୀବନ, ସମ୍ପୂର୍ଣ୍ଣ ଭାବରେ ଗୁରୁପଦେଶ ଅନୁଯାୟୀ ସାଧନା ଯଦି ଆପଣ କରିବେ, ଆପଣଙ୍କର କୂଳ କୁଣ୍ଡଳିନୀ ଶକ୍ତି ଜାଗ୍ରତ ହେବ। ଯାହାର ଶକ୍ତି ସମସ୍ତଙ୍କ ଭିତରେ କ୍ରିୟାଶୀଳ, ଶକ୍ତି ଯଦି ନଥାନ୍ତା ଆପଣ କୌଣସି କାମ କରିପାରନ୍ତେ ନାହିଁ। କିନ୍ତୁ ଶକ୍ତିଟା ସହସ୍ରରୁ ଆସି ମୂଳାଧାର ଚକ୍ରର ତଳେ ହିଁ ଅବସ୍ଥିତ ହୋଇଛି। 3 ରାଉଣ୍ଡ ବୃତ୍ତାକାରରେ 3 ରାଉଣ୍ଡ କହିଲେ ସମୟ ଲାଗିବ, କାହିଁକି ଗୋଲାକାର? ଶକ୍ତିଟା ସବୁବେଳେ ଗୋଲାକାର। ଆପଣ ଦେଖିଥିବେ ଯେତେ ବାଇଡିଂ ହେଇଛି ତାର ମଟର ଭିତରେ, ସବୁରି ଭିତରେ ସବୁ ଗୋଲାକାର। ତେଣୁ ଆମ ଭିତରୁ ଯଦି ଅର୍ଥ ଚିନ୍ତା ଯିବ, ଯୌନ ଚିନ୍ତା ଯିବ, ଖାଦ୍ୟ ଚିନ୍ତା ଯିବ, ଗର୍ବ ଦମ୍ଭ ଅହଙ୍କାର ଅସ୍ମିତା ରାଗ ଦେଶ ଚିନ୍ତା ଯିବ, ତାହେଲେ କୁଣ୍ଡଳିନୀ ଶକ୍ତି ଜାଗ୍ରତ ହେବ। ଯେତେବେଳେ କୁଣ୍ଡଳିନୀ ଶକ୍ତି ଜାଗ୍ରତ ହେବ, କ୍ରିୟା ମାଧ୍ୟମରେ କୁଣ୍ଡଳିନୀ ଶକ୍ତି ଜାଗ୍ରତ ହୁଏ। ତେଣୁ ଆମେ ଯାହାକୁ ପ୍ରାଣ ଶକ୍ତି କହୁଛେ ସେୟାକୁ କୁଣ୍ଡଳିନୀ ଶକ୍ତି କୁହାଯାଏ। ତେଣୁ ସାଧନା କରି 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 ଚାଲିଲେ ଆପଣଙ୍କର କ'ଣ ହେବ? କୁଣ୍ଡଳିନୀ ଶକ୍ତି ଚକ୍ର ଭେଦ କରିବ। ଆମ ଭିତରେ ଯେଉଁ 7ଟା ଏନର୍ଜି ସେଣ୍ଟର ଅଛି, ମୂଳାଧାର ଗୋଟେ ଏନର୍ଜି ସେଣ୍ଟର, ସ୍ୱାଧିଷ୍ଠାନ ଗୋଟେ ଏନର୍ଜି ସେଣ୍ଟର, ମଣିପୁର ଗୋଟେ ଏନର୍ଜି ସେଣ୍ଟର, ଅନାହତ ଗୋଟେ ଏନର୍ଜି ସେଣ୍ଟର, ବିଶୁଦ୍ଧ ଗୋଟେ ଏନର୍ଜି ସେଣ୍ଟର, ଆଜ୍ଞା ଗୋଟେ ଏନର୍ଜି ସେଣ୍ଟର, ସମସ୍ତ ଏନର୍ଜି ସେଣ୍ଟରର ସମଷ୍ଟି ହେଉଛି ସହସ୍ରା। ଯେଉଁଠି ପରମାତ୍ମା ପରମବ୍ରହ୍ମ ଅବସ୍ଥାପନ କରୁଛନ୍ତି, ଯେଉଁଠି ଶକ୍ତିଟି ତାଙ୍କଠାରୁ ଡିଭାଇଡେଡ଼ ହେଇ ପଳେଇ ଆସିଛି। ଯେତେବେଳେ ଏ କୁଣ୍ଡଳିନୀ ଶକ୍ତି ସହସ୍ରାରେ ପହଞ୍ଚିଯାଏ, ସାଧକ ପରମାତ୍ମା ପରମବ୍ରହ୍ମଙ୍କ ସହିତ ମିଳନ ହେଇଯାଏ, ଆଉ ତା ଜୀବନର ଲକ୍ଷ୍ୟ ପୂରଣ ହେଇଯାଏ। ସେ ଯେଉଁଠୁ ଆସିଥିଲା ସେଇଠିକି ସେ ମୂଳ ସ୍ରୋତ ସହିତ ସାମିଲ ହେଇଯାଏ। ତେଣୁ ମହାମୁଦ୍ରା ଆଗେଇ କରିବା ପାଇଁ ଲାହିଡ଼ି ବାବା ତାଙ୍କର ଶିଷ୍ୟମାନଙ୍କୁ 21 ଥର ଅଭ୍ୟାସ କରିବା ପାଇଁ କହୁଥିଲେ। ସେତେବେଳେ ଟାଇମରେ ଧ୍ୟାନ ହେଉଥିଲା, ସମସ୍ତେ 8 ଘଣ୍ଟା ଧ୍ୟାନ କରିବା ପାଇଁ କୁହାହେଉଥିଲା। ଗୋଟେ ଥରକେ 8 ଘଣ୍ଟା ଧ୍ୟାନ। ତେଣୁ ସର୍ବନିମ୍ନ ପ୍ରାଣାୟାମ, କ୍ରିୟା ପ୍ରାଣାୟାମ 108 ଥର କୁହାହେଉଥିଲା। ଧୀରେ ଧୀରେ ଧର୍ମ ସଂକୁଚିତ ହେବାର ଲାଗିଛି। କଳିଯୁଗ, ସମସ୍ତେ ଯଶ ସମ୍ମାନ ପ୍ରତିଷ୍ଠା ଅର୍ଥ ପଛରେ ଗୋଡ଼େଇଛନ୍ତି। ଜୀବ ଅଜ୍ଞାନ ଭାବ ଦେଖ, ଦୁଃଖକୁ ମଣେ ମହାସୁଖ। ଦୁଃଖକୁ ସେ ମହାସୁଖ ଭାବୁଛି। ଫୁଣି ବୁଡ଼ଇ ଫୁଣି ଉଠଇ, ନିଗମ ପଥ ନିତ୍ୟ ହୁଡ଼ଇ। ଫୁଣି ବୁଡ଼ୁଛି, ଫୁଣି ଉଠୁଛି, ନିଗମ ପଥ
ନିତ୍ୟ ହୁଡ଼ାଇ ସବୁବେଳେ, ନିତ୍ୟ ବୋଲେ ସବୁବେଳେ ସେ ହୁଡ଼ି ଯାଉଛି। ତେଣୁ ବଡ଼ ଦୁଃଖର କଥା, ଆମ ଭିତରେ ସାଧନା ନାହିଁ। ଆମେ ସାଧନା କରୁନେ। ଆମେ ଯେତିକି ଆମର କର୍ମକୁ ଭଲ ପାଉଛେ, ବିଶ୍ୱକର୍ମକୁ, ଯେତିକି ସ୍ତ୍ରୀକି ଭଲ ପାଉଛେ, ପୁଅ ଝିଅକୁ ଭଲ ପାଉଛେ, ସଂସାରକୁ ଭଲ ପାଉଛେ, ତାର 50% ଯଦି ଆମେ ଈଶ୍ୱରଙ୍କୁ ଭଲ ପାଆନ୍ତେ, ଈଶ୍ୱରଙ୍କ ପ୍ରତି ନିଜର ମନକୁ ଶ୍ରଦ୍ଧା ସବୁକିଛି ରଖନ୍ତେ, ଆମେ ଭୌତିକ ଜଗତରୁ ଯେତିକି ସୁଖ ଶାନ୍ତି ପାଉଛେ, ଆନନ୍ଦ ନୁହେଁ, ସୁଖ ଶାନ୍ତି ପାଉଛେ, ତାହାର ହଜାର ହଜାର ଗୁଣରେ ଆମେ ଆନନ୍ଦର ଅଧିକାରୀ ହୁଅନ୍ତେ, ଆଉ ସମସ୍ତ ଦୁଃଖରୁ ଆମର ନିବୃତ୍ତି ହେଇଯାଆନ୍ତା। ଭଗବାନ ଆମର ଦାୟିତ୍ୱ ନିଅନ୍ତେ। କିନ୍ତୁ ଏ ଅଧମ ମାନବ, ଏ ପତିତ ମାନବ ଏ କଥାକୁ ଶୁଣିପାରିବ ନାହିଁ। ଯଦି କିଏ ଶୁଣିଲେ ପୂର୍ବଜନ୍ମର ସଂସ୍କାରରୁ ତାକୁ ବାହାର କରିଦେବେ। ଯଦି କିଏ ବାହାର ନ କଲେ ଟିକେ ଚିନ୍ତନ କରିବେ, ପୁଣି ଉଠିକି ଭୁଲିଯିବେ। ଯାହାର ପୂର୍ବ ବାସନା ନାହିଁ, ବସି ଉଠିଲେ ପାଶର, ସେ ପାଶର ଯିବ। ଦେଖନ୍ତୁ, ମାସକୁ ଥରେ ସତ୍ସଙ୍ଗ, ଆମେ ସାଧନା କେନ୍ଦ୍ରରେ ବସିବା, କେତେ ଆନନ୍ଦ। ପୁଣି ସମସ୍ତଙ୍କ ପାଇଁ ସୁନ୍ଦର ପ୍ରସାଦର ବ୍ୟବସ୍ଥା, କିନ୍ତୁ ମନ ସେଥିରେ ନାହିଁ। ସେଇ ଗୃହସ୍ଥାଶ୍ରମ ତ ନୁହେଁ, ଆମେ ତ ଗୃହସ୍ଥାଶ୍ରମ ଭାବିନେ, ଘର ବୋଲି ଭାବିଛେ। ସେଇ ଘରେ କେତେ ସୁଖ ଆଉ କେତେ ଶାନ୍ତି, ନୁହଁ ସୁଖ। ସେଟା ଏତେ ଭଲ ଲାଗୁଛି, ଯେମିତି ମାଛ ପୋଖରୀରେ ରହିବାକୁ ଭଲ ପାଏ ବା ପାଣିରେ ରହିବାକୁ ଭଲ ପାଏ, ଶୁଖିଲା ରହିବାକୁ ଭଲ ପାଏ ନାହିଁ। ଯେମିତି ଗୋବର କୀଟ ବା ପୋକ ଗୋବର ରହିବାକୁ ଭଲ ପାଏ, ଘିଅରେ ରହିବାକୁ ଭଲ ପାଏ ନାହିଁ। ଯେମିତି ବିଷୟୀ ଧନକୁ ଭଲ ପାଏ, ସେଇଭଳି ଆମର ସ୍ୱଭାବ ସେଇ ମାଛ ଭଳିଆ, ଗୋବର ପୋକ ଭଳିଆ ଆମେ ରହିଯାଉଛୁ। ଘୁଷୁରୀ ଯେମିତି ବିଷ୍ଠା ଖାଇ ପଙ୍କରେ ଲୋଟେ, ସେଇଭଳି ଆମମାନଙ୍କର ଅବସ୍ଥା। ତେଣୁ ଏ କଥା ଶୁଣିକି ଚିନ୍ତନ କରନ୍ତୁ, ବିଚାର କରନ୍ତୁ, ନିଜର ସାଧନାକୁ ବଢ଼ାନ୍ତୁ, ସାଧନା ପ୍ରତି ଶ୍ରଦ୍ଧାବାନ ହୁଅନ୍ତୁ, ନିଜକୁ ପରିବର୍ତ୍ତନ କରନ୍ତୁ। ପ୍ରତ୍ୟେକଟି ମୁହୂର୍ତ୍ତରେ ନିଜକୁ ନୂଆ ଗଢ଼ି ତୋଳନ୍ତୁ। ଫାଷ୍ଟ ହେଉଛି ନିଜର ଚିନ୍ତାଧାରାକୁ ଜାଣନ୍ତୁ। କି ଚିନ୍ତାଧାରା? ତାଦ୍ୱାରା ମୁଁ କ'ଣ ଭଗବାନଙ୍କ ସହିତ ମିଳନ ହେଇପାରିବି? ନହେଲେ ମହାମାନବ କ'ଣ ହେଇପାରିବି? ମୁଁ କ'ଣ ସାଧୁ ହେଇପାରିବି? ମୁଁ କ'ଣ ସନ୍ଥ ହେଇପାରିବି? ମୁଁ କ'ଣ ମହାତ୍ମା ହେଇପାରିବି? ଏଇ ଜନ୍ମରେ ତ ମୁଁ ଦେଖୁଛି ମୋତେ କେହି ସମ୍ମାନ ଦେଉନାହାନ୍ତି, ମୋତେ ତ କେହି ଭଲ ପାଉନାହାନ୍ତି, ମୋ ପ୍ରତି କାହାର ଶ୍ରଦ୍ଧା ନାହିଁ। ମୁଁ ଯାହା ପ୍ରତି କିଛି କରିବି ସେ ମୋ ପାଇଁ କରୁଛି, ମୁଁ ନ କଲେ କ'ଣ ସେ କରୁଛନ୍ତି ମୋ ପାଇଁ? ସଂସାରରେ ଯେତେ ବନ୍ଧୁ, ଦବା ନବା ବନ୍ଧୁ, ନଦେଲେ କିଏ କାହାର, ନଦେଲେ କେହି କାହାର ନୁହନ୍ତି। ସମସ୍ତଙ୍କ ଜୀବନରେ କିଛି କିଛି ଅନୁଭୂତି ଅନୁଭବ ରହିଛି।